Praise Lord. Really, ସର୍ବପ୍ରଥମେ ମୁଁ ସଦାପ୍ରଭୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ସମୟ ସକାଶେ ଅନେକ ଦୁଃଖ କ୍ଲେଶ ଯନ୍ତ୍ରଣା ଥିଲେ ମଧ୍ୟ ପ୍ରଭୁ ଆପଣଙ୍କୁ ଅତି ସୁନ୍ଦର ଭାବରେ ଏହିପରି ସୁବର୍ଣ୍ଣ ସୁଯୋଗ ପରମେଶ୍ୱର ଆପଣଙ୍କୁ ଦେଇଥିବା ଯୋଗୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ତତ୍ସଙ୍ଗେ ସଙ୍ଗେ ଏଠାରେ ଉପସ୍ଥିତ ପ୍ରତ୍ୟେକ ଭାଇ ଭଉଣୀ ପ୍ରତ୍ୟେକଙ୍କୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ନମସ୍କାର। ଆସନ୍ତୁ ଆଜିର କ୍ଲାସ ଆଡ଼କୁ ଆମେମାନେ ଅତିକ୍ରମ କରିବା। ଗଲା ଥର ଆମେମାନେ ଡିସ୍କସ୍ କରିଥିଲୁ ଯେ ମେଲକିସେଦେକ୍ ବିଷୟରେ। ବର୍ତ୍ତମାନ ଆମେମାନେ ଲର୍ଡସ୍ ୱାଇଫ୍ ମାନେ ଲୋଟଙ୍କର ସ୍ତ୍ରୀଙ୍କ ବିଷୟରେ ଡିସ୍କସ୍ କରିବା। ଲୋଟଙ୍କର ସ୍ତ୍ରୀଙ୍କ ବିଷୟ ମାନେ ଯିଏକି ଲୋଟ ୱାଇଫ୍ ଇଜ ଏ କ୍ୟାରେକ୍ଟର ହୁ ଡିସଓବେ ଗଡ୍, ମାନେ ଯିଏକି ପରମେଶ୍ୱରଙ୍କର ବାକ୍ୟକୁ ଏବଂ ପରମେଶ୍ୱରଙ୍କର ବାକ୍ୟକୁ ଏବଂ ପରମେଶ୍ୱରଙ୍କ ଆଜ୍ଞାକୁ ପାଳନ କରିନଥିଲେ। ସିଏ ଅଛନ୍ତି ଲୋର୍ଡସର ସ୍ତ୍ରୀ ଏବଂ ଯେତେବେଳେ ସୋଦମ ଗମୋରାକୁ ଧ୍ୱଂସ କରାଗଲା, ସୋଦମ ଗମୋରା କେମିତି ଜଳୁଛି ୟାଙ୍ଗାମ ନ୍ୟାମନ୍ତି ୟାଙ୍ଗାମ ଜୁତୁନ୍ତି ସେଇଟା ଦେଖିବା ନିମନ୍ତେ ଯେତେବେଳେ ସେ ପଛପଟେ ଅନେଇଲା, ସେ ସମୟରେ she became a pillar of salt. ଲୁଣର ସ୍ତମ୍ଭ, ଲୁଣର ଷ୍ଟାଚ୍ୟୁ ହେଇଗଲା। And she was the wife of Lot. ସେ ହଉଛନ୍ତି ଲୋଟ କିଏ? ସେ ହଉଛନ୍ତି ଅବ୍ରାହମଙ୍କର କଣ ନେଫ୍ୟୁ, ଅବ୍ରାହମଙ୍କର ଆମୋସ, ତାର ଅର୍ଥ ତାର ଦଦାର ପୁଅ। And he lived with her family in the city of Sodom, known for its great wickedness and sin. ଦେଖନ୍ତୁ, ଅନେକ ଲୋକମାନେ ଟାଉନରେ ସିଟିରେ ବସବାସ କରିବା ପାଇଁ ଇଚ୍ଛା କରନ୍ତି, କାରଣ ଲୋଟର ସ୍ତ୍ରୀ ଏବଂ ଲୋଟ ମଧ୍ୟ ସେମାନେ ବାଛିଛନ୍ତି ଯେ ଆମେ ସୋଦମ ଗମୋରାରେ ରହିବୁ ନାଇଁ। They wanted to settle down over there. ସେମାନେ ସେଇଠି ସେଟଲ ହେବା ପାଇଁ ସେମାନେ ଗୋଟେ ଟାଉନକୁ, ଗୋଟେ ସିଟିକୁ ସେମାନେ ବାଛିଲେ। ସେ ସିଟି ହଉଛି, ସେ ଟାଉନ ହଉଛି କଣ? ଗୋଟେ known for its great wickedness. Kuri garan danuanyan to pintu balik tarangiraku. ସେଇ ଟାଉନ ପାପ ଏବଂ ଦୁଷ୍କର୍ମ ଏଗୁଡାକ ପରିପୂର୍ଣ୍ଣ ଭାବରେ ଥିଲା। And she is seen as a symbol of disobedience. ଲୋଟର ସ୍ତ୍ରୀ ହଉଛନ୍ତି ଗୋଟେ ଅମାନ୍ୟତା ସ୍ତ୍ରୀ ବୋଲି ଜଣା ପଡିଲା। କାହିଁକି ନା ପରମେଶ୍ୱରଙ୍କର ବାକ୍ୟ ଏବଂ ପରମେଶ୍ୱରଙ୍କର ଆଜ୍ଞାକୁ ସେ ଶୁଣି ନଥିଲେ ଏବଂ କେବେ ବି ସେ ବିଶ୍ୱାସ କରୁନଥିଲେ ଏବଂ ସେ ମାନିଲେ ନାହିଁ। ପରମେଶ୍ୱର ସେମାନଙ୍କୁ କହିଥିଲେ, ସୋଦମ ଗମୋରାରୁ ତୁମ୍ଭେମାନେ ବାହାରକୁ ଯିବ, but you should not turn back. ପଛକୁ ଅନାନ୍ତୁ ନାହିଁ। ତଥାପି ସେ କଣ କଲେ? ବିଶ୍ୱାସ କରୁନଥିଲେ ଜଳୁଛି କି ନଷ୍ଟ ହଉଛି ବୋଲି। ପଛପଟେ କେମିତି ଜଳୁଛି, ସତରେ କି ଜଳୁଛି ନା ସତରେ କି ନିଆଁ ଲାଗିଗଲା ନା ନାହିଁ, ମିଛ କହିଛନ୍ତି ବୋଧେ ବୋଲି ତାର ଗୋଟେ ମେଣ୍ଟାଲିଟି ଥିଲା, ତାର ଗୋଟେ ଚିନ୍ତାଧାରା ଥିଲା। ସେଇଥିପାଇଁ ସେ ଚିନ୍ତାଧାରା ଧରିକି ସେ ପଛପଟେ ଯେତେବେଳେ ଅନେଇଲା, she became the pillar of the salt. ତାର ଶରୀର ହିଁ କମ୍ପ୍ଲିଟଲି କଣ ହେଲା? pillar of the salt. This is and the attachment to the past, as when they were given divine deliverance from the destruction of their land, she disobeyed God by looking back. ପଛକୁ ଅନେଇ ପରମେଶ୍ୱରଙ୍କର ବାକ୍ୟ, ପରମେଶ୍ୱରଙ୍କର ଆଜ୍ଞାକୁ ସେ ପାଳନ କଲେ ନାହିଁ, disobey, ମାନିଲେ ନାହିଁ। For this she was turned into a pillar of salt. ତାର ପାନିଶମେଣ୍ଟ ପରମେଶ୍ୱର କରିଦେଲେ।
Ani na pada hitungan itu gadel bin sele anori tiet. Manongkoro Christian jibonore motyo oneko toro ateng ayam lingan allen tabar wan tuan tayam lingan manani lingan tekuli bidem panak tadan yang tabi kunapan tadan ipi asun bimbiman kanak kalan jirta setiri ampeman babucu buti tepede tonek lincattasan kang gatar ringap tabi kie guri kori nanti ଆମ୍ଭ ମାନଙ୍କର ଅବହେଳା ନିମନ୍ତେ ଆମ୍ଭ ମାନଙ୍କର disobedience ସକାଶେ ପରମେଶ୍ୱର ଆମ୍ଭ ମାନଙ୍କୁ ଗୋଟିଏ ଗୋଟିଏ ଗୋଟେ ପ୍ରୋବ୍ଲେମ ଦଉଅଛନ୍ତି we have to overcome from the problems kanal kala saring alen dakna nanyang bindeti kanal kala saring alen bairan adung bindeti etren todong kamang kitungan to onglen update nala ସେଇଟା ହଉଛି ପରମେଶ୍ୱରଙ୍କର ଉଦ୍ଦେଶ୍ୟ କିନ୍ତୁଙ୍ଗନାୟ ଆଇସ୍ମ ଠିକ ସେଇ ପ୍ରକାର ଲୋଟଙ୍କର ସ୍ତ୍ରୀଙ୍କ ଉପରେ ମଧ୍ୟ ଏଇଟା ଘଟିଥିଲା ଲୋଟର ସ୍ତ୍ରୀ ପଛପଟେ ଅନେଇବାରୁ the punishment was given to become a pillar of the salt ନାଇଁ କି ତାପରେ ଯେତେବେଳେ ଆଦମ ଅବା ପାପ କଲେ ସେମାନେ ବି ପରମେଶ୍ୱରଙ୍କର ବାକ୍ୟକୁ ଆଜ୍ଞାକୁ ଶୁଣି ନଥିଲେ ପରମେଶ୍ୱର ସେମାନଙ୍କୁ ଗୋଟିଏ ପାନିଶମେଣ୍ଟ ଦେଲେ ଯେ ଅତିଶୟ ବେଦନା ପଡେଇବା ନାଇଁ ଅତିଶୟ ବେଦନା ପଡେଇବା ଆଉ ଶୈତାନକୁ ସର୍ପ ପରି ପେଟ ଭରା ଦେଇକି ଚାଲିବା ପାଇଁ ସେ କଣ ପାନିଶମେଣ୍ଟ ଦେଇଥିଲେ ଏଇଟା ହଉଛି disobedient ର ବଡ ଇର୍ମନାନି ନାଚନ ଅଞ୍ଚିକା ଏଇଠି ଆମେ ମାନେ ଦେଖୁଛୁ ଲୋଟ କର ଏଇଟା ହଉଛି ଲୋଟର ସ୍ତ୍ରୀଙ୍କ ବିଷୟ ଆପଣମାନେ ଜାଣିଥିବେ ଯଦି ଜାଣିନଥିବେ ଆପଣମାନେ ପଠନ କରନ୍ତୁ ବାଇବଲକୁ ସେଠି ଆପଣମାନେ ଭଲରେ ବୁଝିପାରିବେ ଆଉ ଏଠି ଆମେମାନେ ଦେଖିବା ଇସାକ ହଉଛନ୍ତି କିଏ ସନ୍ ଅଫ୍ ଅବ୍ରାହମ ଆଣ୍ଡ ସାରା ସନ୍ ଅଫ୍ ଅବ୍ରାହମ ମାନେ ଅବ୍ରାହମଙ୍କର ପୁଅ ମାନେ ଅବ୍ରାହମ ଏବଂ ସାରାଙ୍କର ପୁଅ ଇସାକ was born in miraculously ଗୋଟେ ଇସାକ କେମିତି ଜନ୍ମ ହେଲେ ମାନେ ଗୋଟିଏ ଅଦ୍ଭୁତ କାର୍ଯ୍ୟ ପରେ ଗୋଟେ miracle when the couple was very old ଯେତେବେଳେ ଅବ୍ରାମ ଏବଂ ସାରା ବୁଢା ବୁଢୀ ହେଇକି ଥିଲେ ସେମାନେ ଯେତେବେଳେ ଯୁବକ ଯୁବତୀ ନଥିବା ସମୟରେ ନାହିଁ ଏମାନେ ଯେତେବେଳେ ବୁଢା ବୁଢୀ ହେଇଥିଲେ ସେ ସମୟରେ ଇସାକଙ୍କୁ ଜନ୍ମ ଦେଲେ while still young and Isaac was tested having nearly been offered on an altar as a sacrifice then Isaac was the tested ଇସାକଙ୍କୁ ଗୋଟେ ପରୀକ୍ଷା କରାଗଲା ଯେ ତାକୁ ଗୋଟେ ଅଫରିଂ ତେଣୁ ରାତି ବି ନଥିଲେ ଅବ୍ରାହମଙ୍କୁ ଅଫର ଦେଇଥିଲେ ତଥାପି ଅବ୍ରାହମ ସେ କିଛି ନ ଚିନ୍ତା କରିକି ତାଙ୍କର ପୁଅକୁ ମଧ୍ୟ ନେଇକି ବଳି ଦେବା ପାଇଁ ସେ ଚେଷ୍ଟା କଲେ but God separated his life and provided a ram in his place ତାର ଜାଗାରେ ଆଉ ଅନ୍ୟ ଜିନିଷ ମଧ୍ୟ ପ୍ରସ୍ତୁତ କରିକି ଅବ୍ରାହମଙ୍କୁ ଦେଇଥିଲେ ପରମେଶ୍ୱର Isaac was one of the ascendants of Jesus Christ karena Isaac seringan Jisun jananga yerai karena dalam tuh he was the father of Jacob like he was the father of Jacob Jakubଙ୍କର ବାପା ଇସାକ ଥିଲେ and Esau ଜାକୁବ ଏବଂ ଏସୋ ସେମାନଙ୍କର ବାପା ଥିଲେ ଇସାକ and the husband of Rebecca ତାର ସ୍ତ୍ରୀଙ୍କ ନାମ ଥିଲା ରେବିକା so ଏଇଟା ହଉଛି ଇସାକଙ୍କର କାମ ଇସାକଙ୍କର ଜୀବନ ବିଷୟରେ ଆମେମାନେ ଦେଖୁଛୁ ଇସାକ ଗୋଟିଏ ପରମେଶ୍ୱରଙ୍କ ପାଇଁ ମଧ୍ୟ ସେ ଅନେକ ଡେଡିକେସନ ଥିଲା ପରମେଶ୍ୱର ଯାହା କହିଲେ ତାହା କଲେ ଯେତେବେଳେ ଆମେମାନେ ଦେଖୁଛୁ ଇସାକଙ୍କ ବିଷୟରେ ଯେତେବେଳେ ପଠନ କରିବା everything was done by his life in God's will not on idea ନିଜ ହିସାବରେ କି ନିଜର ଭାବରେ ସେ କିଛି କାମ କଲେ ନାହିଁ କିନ୍ତୁ ପରମେଶ୍ୱରଙ୍କର ଡାଇରେକ୍ସନ ଅନୁସାରେ ପରମେଶ୍ୱରଙ୍କର କହିବା ଅନୁସାରେ ସେ ଚାଲିଲେ ଓକେ
ଦେନ୍ ଆମେମାନେ ଦେଖିବା ରେବେକା। ରେବେକା କିଏ? ବର୍ତ୍ତମାନ ଆମେମାନେ ଦେଖିଅଛୁ ରେବେକାର କିଏ? ରେବେକା ୱାଜ ଦ ୱାଇଫ ଅଫ ଆଇସାକ। ରେବେକା ହଉଛନ୍ତି ଇସାକଙ୍କର ସ୍ତ୍ରୀ and the mother of Jacob and Esau. ଏଇଟା ହଉଛି ଆମେମାନେ ଆପରବକ୍ତା କାମ 24 ଦେଖୁଛୁ। ଜେନେସିସ୍ ତାର 24 ଏକ ପଦ ଦୁଇ ପଦ ସେମିତି ପଠନ କରିକି ଆସନ୍ତୁ। କଣ ଲେଖା ଯାଉଛି? ଆଦି ପୁସ୍ତକ 24 ସେହି ସମୟରେ ଅବ୍ରାହମ ବୃଦ୍ଧ ଓ ଗତ ବୟସ୍କ ଥିଲେ। ପୁଣି ସଦାପ୍ରଭୁ ଅବ୍ରାହମଙ୍କୁ ସବୁ ବିଷୟରେ ଆଶୀର୍ବାଦ କରିଥିଲେ। ଏଣୁ ସେ ଆପଣା ଗୃହରେ ସର୍ବକାର୍ଯ୍ୟସାଧକ ବୃଦ୍ଧ ଦାସକୁ କହିଲେ, ମୁଁ ବିନୟ କରୁଅଛି, ତୁମ୍ଭେ ମୋ ଜଙ୍ଘରେ ଅସ୍ତ ଦିଅ। ଆଉ 3 ପଦ ପଠନ କରନ୍ତୁ। 3 ମୁଁ ସ୍ୱର୍ଗମର୍ତ୍ତ୍ୟରେ ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ତୁମ୍ଭଙ୍କୁ ଶପଥ କରାଇବି ଯେ, ଯେଉଁ କିଣାଣିୟ ଲୋକମାନଙ୍କ ମଧ୍ୟରେ ମୁଁ ବାସ କରୁଅଛି, ତୁମ୍ଭେ ସେମାନଙ୍କ ମଧ୍ୟରୁ ମୋ ପୁତ୍ରର ନିବାର୍ତ୍ତେ କୌଣସି କନ୍ୟା ଗ୍ରହଣ କରିବ ନାହିଁ। Okay, so this is what we say. ରେବିକାଙ୍କ ଜୀବନରେ ଆମେମାନେ ଯେତେବେଳେ ଆଦି ପୁସ୍ତକ 24 ଅଧ୍ୟାୟରେ ଆମେମାନେ ପଠନ କରୁଛୁ, ମାନେ କଣ୍ଟିନ୍ୟୁ ପଠନ କରିବା, ସେଠି ରେବିକାଙ୍କ ବିଷୟରେ ଲେଖାଯାଇଛି। ସେଥିରେ we can read the beautiful story of how she was chosen to marry Isaac. ଇସାକଙ୍କ ଦ୍ୱାରା କେମିତି ତାର ବାହା ହେବାର ଅଛି, କେମିତି ବଛାଗଲା ତାକୁ, how they choose Yangam Sedology, predicted. Rebecca was there but prayed to God for many years and became the pregnant with the twins. ପରମେଶ୍ୱରଙ୍କ ଠାରେ ଅନେକ ବର୍ଷ ଧରି ସେ ପ୍ରାର୍ଥନା କରୁଥିଲେ। ପ୍ରାର୍ଥନା କରୁଥିବା ଯୋଗୁଁ ପରମେଶ୍ୱର ତାଙ୍କୁ କଣ ଦେଲେ, ମାନେ ଗୋଟେ କଣ ଟ୍ୱିନ୍ସ ଦେଲେ, ନାଇଁ କି? ଟ୍ୱିନ୍ସ ଦେଇ ଯାହାର ପିଲାମାନଙ୍କୁ ଦେଇଥିଲେ। Our sons struggle within her home, and God warned her that 2 nations were growing inside her. ପରମେଶ୍ୱର ତାକୁ କହିଛନ୍ତି, 2ଟି ଦେଶ ତମର ପେଟରେ ପଡୁଛନ୍ତି ବୋଲି ପରମେଶ୍ୱର ତାକୁ କହିଥିଲେ। ରେବିକା showed favoritism towards Jacob while her husband favored to Esau. ରେବିକା ଅଧିକାଂଶ ଆମେମାନେ ଦେଖିବା, ଅଧିକାଂଶ ତ ବର୍ତ୍ତମାନ ବି ପରିବାରରେ ଆମେ ଦେଖିବା, ଯଦି ଗୋଟେ ପରିବାରରେ 2ଟି ଛୁଆ ମାନେ ଅଛନ୍ତି, ମା ମାନେ ସାନ ପୁଅକୁ ଅଧିକ ପ୍ରେମ କରନ୍ତି, ବାପା ମାନେ ବଡ ପୁଅକୁ ଅଧିକ ପ୍ରେମ କରନ୍ତି। ଠିକ ସେଇ ପ୍ରକାର ଏଠି ମଧ୍ୟ ସେମାନଙ୍କର ପରିବାରରେ ଥିଲେ। ରେବିକା ଅଧିକାଂଶ ଛୋଟ ପୁଅକୁ ସେ ପ୍ରେମ କରୁଥିଲେ, କିଏ? ଯାକୁବ। ଏବଂ ଇସାକ ମଧ୍ୟ ଅଧିକାଂଶ ତାର ବଡ ପୁଅକୁ ପ୍ରେମ କରୁଥିଲେ। এটা তো প্রত্যেক পরিবারে ঘটুଛି। Then here in the Bible also we can see this cause many problem. এইଥିପାଇଁ ଅନେକ ସେମାନଙ୍କ ଜୀବନରେ problem ଆସିଥିଲା in the family. Although we know that it was all part of God's plan. এই সমস্ত পরমেশ্বরଙ୍କର প্ল্যান অনুসারে ঘটুଥିଲା। Rebecca is remembered as a stubborn woman and who did not strive to maintain family unity. Right? ଏଠି ଆମେମାନେ ଦେଖୁଛୁ ତାର ରେବିକାଙ୍କ ବିଷୟରେ, ଏବଂ ସେ ମଧ୍ୟ ଜାଣିଥିଲେ ଯେ ପରମେଶ୍ୱରଙ୍କର ପ୍ଲାନ କଣ। ତାପରେ ତାର ପ୍ଲାନ ଅନୁସାରେ ସେ ଚାଲୁଥିଲା। ଛୋଟ ପୁଅକୁ ସେ ପ୍ରେମ କରୁଥିଲା। ଆମେମାନେ ଦେଖିବା ଯେତେବେଳେ ଏସୋ ବଢୁଥିଲା, ଏବଂ ଏସୋ ବଢୁଥିବା ସମୟରେ ଇସାକ କହୁଥିଲେ ଯେ ଏସୋଙ୍କୁ ଜଙ୍ଗଲର କୌଣସି ଜନ୍ତୁର ଖାଦ୍ୟ ଧରିକି ଆସ, ତାହେଲେ ମୁଁ ଆଶୀର୍ବାଦ କରିବି। ସେ ସମୟରେ ରେବିକା ଶୁଣିଥିଲେ, ଏବଂ ରେବିକା ଶୁଣୁ ଶୁଣୁ ଯାକୁବଙ୍କୁ କହିଲେ, ତୁମେ ମଧ୍ୟ କୌଣସି ଜିନିଷ ପ୍ରସ୍ତୁତ କରିବାକୁ ପଡିବ। So that's why they both was rushing to take the blessing from the father. ସେମାନେ ବାପାଙ୍କ ନିକଟରୁ ଆଶୀର୍ବାଦ ନେବା ପାଇଁ ସେମାନେ ଅନେକ ସେମାନଙ୍କର 2 ଜଣଙ୍କ ଭିତରେ ଆଗ୍ରହ ଥିଲା। ଇଭେନ୍ ଆମେମାନେ ଦେଖିବା
ଦ ବାର୍ଥ ରାଇଟ୍ କିଣିବା ପାଇଁ ମଧ୍ୟ ଜାକୁବ ସେ ବହୁତ ଚେଷ୍ଟା କରୁଥିଲେ ବଡ ଭାଇଙ୍କ ଠାରୁ। ବାର୍ଥ ରାଇଟ୍ ମାନେ ଯୋଉଟା କି ଆମେ ମାନେ ଦେଖୁଛୁ ଯେ ରଙ୍ଗ ଢାଲି ସହିତ ମଧ୍ୟ ତାର ବାହେନାଙ୍କ ନିକଟରୁ କଣ ବାର୍ଥ ରାଇଟ୍ ମଧ୍ୟ କିଣିଥିଲା। ସେଟା ଆମେ ମାନେ ଭଲରେ ଜାଣିବା। କଣ୍ଟିନ୍ୟୁସନ ଯେତେବେଳେ ଆମେ ମାନେ ପଠନ କରିବା 25, 26 ଏମିତି କଣ୍ଟିନ୍ୟୁ ଯଦି ପଠନ କରିବା ଆମେ ମାନେ ସେତେ ବୁଝିପାରିବା ଯେ ଜାକୁବ ଏବଂ ଏସଙ୍କ ବିଷୟରେ କଣ ସେମାନଙ୍କର ଭିତରେ କେମିତି ସେମାନଙ୍କର ରଣଭୂମି ଥିଲା, କେମିତି ସେମାନଙ୍କର ଗୋଟିଏ ଫାଇଟିଂ ଥିଲା ଯେ ଗୋଟିଏ ଆଶୀର୍ବାଦ ପାଇବା। ଦେଖନ୍ତୁ ବାର୍ଥ ରାଇଟ୍, ସେମାନେ ଟୁଇନ୍ସ ଯାହାଡା ପିଲା ଥିଲେ, ଯାହାଡା ପିଲା ଥିଲେ ସେମାନେ ଦୁଇ ମାନେ ଗୋଟେ ସମୟରେ ସେମାନେ ଦୁଇ ଜଣ ଜନ୍ମ ହେଲେ। ତଥାପି ସେମାନଙ୍କର ଇଣ୍ଟେନସନ କଣ ଥିଲା, ପ୍ରଥମେ କିଏ ଜନ୍ମ ହେଲା ମାନେ ଦୁଇ ଜଣ ସମାନ ସେମାନେ ଜନ୍ମ ହେଲେ, କିନ୍ତୁ ପ୍ରଥମେ ଯିଏ ବାହାରୁଛି ସିଏ ହଉଛି ଆ ପ୍ରଥମ ସନ୍ତାନ, ଯିଏକି ଏସୋ ପ୍ରଥମ ଜନ୍ମ ହେଲେ, ତାପରେ ଜାକୁବ ଜନ୍ମ ହେଲେ। କିନ୍ତୁ ଜାକୁବଙ୍କର ମନ ଭିତରେ ଏମିତି ଥିଲା ଯେ ସେ ଗୋଟେ କଣ ତାର ଆଶା ଥିଲା ମୁଁ ବି ଗୋଟେ ବଡ ପୁଅ ବୋଲି ମତେ ଡକାଯାଉ। So that's what he tempted to his brother ରଙ୍ଗ ଢାଲି ସହିତ ତାକୁ se gute apdionan adane anyang binapsar apdionan adane anyang binapsar karam puri adon khure তারপরে আশীর্বাদ সময়ের মধ্যে রেবেকা was very favored to Jacob. So Jacob and she went to the Jacob, my son Jacob, this is the happening today, your father is going to bless to your brother Esau everything, so you have to plan something. ତମେ ମତେ କୌଣସି ପ୍ଲାନ୍ କରିବାକୁ ପଡିବ। So that's what this is the one family with the two sons. Then father will be very favored to the elder one, and the mother will be very favored to the younger one. So you can observe in any family also. Okay. Now, ଏଠି ଗୋଟେ ଜୁଡିଟ୍ ବୋଲି ଦେଖିବା। ଏଇଟା ହଉଛି କିଏ ୱାଇଫ ଅଫ ଏସୋ। ଦେଖନ୍ତୁ ଆପଣ ମାନେ କିଏ ଜାଣିଛନ୍ତି କି ଏସୋଙ୍କର ସ୍ତ୍ରୀଙ୍କ ନାମ? ନା। ବର୍ତ୍ତମାନ ଆମେ ମାନେ ଜୁଡିଟ୍ ବୋଲି ଦେଖୁଛୁ, ଏଇଟା ହଉଛି କାହାର ସ୍ତ୍ରୀ? ଏସୋଙ୍କର ସ୍ତ୍ରୀ। ଜୁଡିଟ୍ was the wife of Esau and the daughter of Beri. କାହାର ଝିଅ ଥିଲେ? ବେରିଙ୍କର ଝିଅ। ଦେଖ, she was the Itheti, meaning she was not part of God's chosen people. Anina boy kitungan asaneda marangi sania takwa. Hijab. The Israelites, Judith became known for marrying Esau. Judith was not a famous, but after marriage with Esau committed, Esau বাদিন আসিব মিনে জাতি কিছু কয় আড অজ্ঞানাল মণ্ডলী এঠারে আমরা মানে স্পষ্ট ভাବରେ দেখুଛୁ। The first one agreed to his parents Isaac and Rebekah. ଗୋଟେ ସେମାନଙ୍କର ପ୍ୟାରେଣ୍ଟସ୍ ମାନଙ୍କୁ ଗୋଟେ ମାନେ ପ୍ରାଉଡ ମୁଭମେଣ୍ଟ କେବେ ଆସିଥିଲା ଗାମେଣ୍ଟ ଗର୍ବର ବିଷୟ କେବେ ଆସିଥିଲା ମାନେ ଯେତେବେଳେ ଜାକୁବ ଆଶୀର୍ବାଦ ନେଇକି punyanya kakunya tuak tinggal penonton batin gorjangan garan kutub gorjangan undang iretin apre ଯେତେବେଳେ ରିଟର୍ନ ଆସିଲେ, ଯେତେବେଳେ ରିଟର୍ନ ସେ ହଉଛନ୍ତି, ସେମାନଙ୍କର ୟୁନିୟନ, ସେମାନଙ୍କର ୟୁନିଟି, ସେମାନଙ୍କର ଏଠି ଟୁଗେଦରନେସ୍ କୁ ଦେଖିକି Isaac and Rebecca was very very happy. They became very proud. ଏଇଟା ହଉଛି ଇଏ ହଉଛନ୍ତି ଜୁଡିଥ୍ ଯିଏକି ଏସୋଙ୍କର ସ୍ତ୍ରୀ। ଓକେ, ସୋ ଆପଣ ମାନେ ଭଲରେ ଜାଣିଥିବେ ଏମାନଙ୍କ ବିଷୟ may not be mentioned in the Bible too much, but we must know, ଆମେ ମାନେ ଜାଣିବାକୁ ପଡିବ, କାହିଁକି ନା ବାଇବଲରେ ଅଧିକାଂଶ ଜାଗାରେ ଏମାନଙ୍କ ବିଷୟ ଲେଖା ଯାଇ ନଥିବ, କିନ୍ତୁ we must know, we have to learn who is the ଏସୋଙ୍କର ସ୍ତ୍ରୀ କିଏ ଥିଲେ ବୋଲି ପଚାରିଲେ କଣ କହିବ? So you must know. Okay, so this is one. The next ଜାକୁବ। ଜାକୁବ actually ଜାକୁବଙ୍କର ନାମ କଣ ଥିଲା? ତା ପୂର୍ବରୁ ଜାକୁବ ହିଁ ଥିଲେ, କିନ୍ତୁ ଯେତେବେଳେ ପରମେଶ୍ୱରଙ୍କୁ ଦର୍ଶନ କଲେ,
ପରମେଶ୍ୱରଙ୍କର ଦର୍ଶନ ହେଲା ପରେ କଣ ହେଲା ତାଙ୍କର ନାମ ଇସ୍ରାଏଲ ହେଲା। ତାଙ୍କର ନାମ କଣ? ଇସ୍ରାଏଲ ହେଲା। ଦେଖନ୍ତୁ, ଜେକବ ଦ ଗ୍ରାଣ୍ଡସନ୍ ଅଫ ଏବ୍ରାହମ। ଯାକୁବ ହଉଛନ୍ତି କିଏ? ଅବ୍ରାହମଙ୍କର ନାତି। ଯାକୁବ ହଉଛନ୍ତି କିଏ? ଅବ୍ରାହମଙ୍କର ନାତି। Jacob is the third patriarch of the Israelite people and the father of the 12 sons who formed the tribe of Israel. ତାଙ୍କର ସନ୍ତାନ ମାନେ 12 ଜଣ ସନ୍ତାନ, 12 ଜଣ ସନ୍ତାନ ଥିଲେ ଏବଂ ତାଙ୍କର ସନ୍ତାନଙ୍କ ଦ୍ୱାରା ଗୋଟିଏ 12ଟା ଟ୍ରାଇବାଲ ତିଆରି ହେଲା। 12ଟା ଟ୍ରାଇବାଲ, 12ଟା ଗୋଷ୍ଠୀ ତିଆରି ହେଲା। 12 ଗୋଷ୍ଠୀ ଗୁଡାକ ତିଆରି ହେଲା। ଓକେ, Jacob experienced a life fraught with dissension and bewilderment. The change is still his brother Esau inherited right and wrestled with God. ଦେଖନ୍ତୁ, ତାର ଗୋଟେ ଇଚ୍ଛା ଥିଲା ଗୋଟେ ପ୍ଲେସ୍ କୁ କବ୍ଜା କରିପାରି ମତେ ଏବଂ କବ୍ଜା କରିକି ନିଜର ଜାଗାକୁ ସ୍ଥାପନ କରିପାରି ମତେ। ଇଭେନ୍ ସେ ପରମେଶ୍ୱରଙ୍କ ସହିତ ଯୁଦ୍ଧ କଲେ। ପରମେଶ୍ୱରଙ୍କ ସହିତ କଣ କଲେ? ଯୁଦ୍ଧ କଲେ। ଦେଖନ୍ତୁ, ପରମେଶ୍ୱରଙ୍କ ସହିତ ଯୁଦ୍ଧ କରି ସେ କଣ ନିଜର ଜାଗାକୁ ମଧ୍ୟ ସେ କବ୍ଜା କରିବା ପାଇଁ ଚେଷ୍ଟା କଲେ। ଏସଙ୍କର ଜାଗାକୁ ମଧ୍ୟ ଦେଖନ୍ତୁ, then on the bank of the Jabbok river, near to the Jabbok river, ମାନେ ଜାବକ ନଦୀ ପାଖରେ ସେମାନଙ୍କର wrestling ହେଇଥିଲା ପରମେଶ୍ୱରଙ୍କ ସହିତ। Approximately the nation that spring from Jacob children derive its name from Jacob, God's given name Israel. ପରମେଶ୍ୱର ତାଙ୍କର ନାମ ଚେଞ୍ଜ କଲେ। ଯାକୁବ ଥିଲା, ଯାକୁବର ଅର୍ଥ ଟିକେ ସେତିକି ତାର ଅର୍ଥ ଭଲ ନଥିଲା, ତେଣୁକରି ତାଙ୍କର ନାମ ଯାକୁବରୁ ଇସ୍ରାଏଲ କରାଗଲା। ଇସ୍ରାଏଲ means struggle with God. ସେ ପରମେଶ୍ୱରଙ୍କ ସହିତ struggle କରେ, ପରମେଶ୍ୱର। And then Jacob's struggle are implementing the tumultuous history of nation of Israel. The name Jacob means supplanter, deceiver, ଜଲଦାମା। ଯାକୁବର ମିନିଂ ହଉଛି ଜଲଦାମା, deceiver କଣ? ଓକେ, ଯୋଉଟା କି ଆମେ ମାନେ କହିବା supplanter, deceiver. After wrestling with God one night, his name was changed to Israel, Prince of God, who struggled with God and privilege. He had 13 children. 13ଟା ସନ୍ତାନ ମାନେ ଥିଲେ। one daughter Tina, ଗୋଟେ ଝିଅ ହଉଛନ୍ତି ଟିନା, ଆଉ 12 ଜଣ ପୁଅ ମାନ, who named the 12 ଗୋଷ୍ଠୀକୁ ସେ ଗୋଟେ ନାମ ଦେଲେ, ଯୋଉଟା କି ରୁବେନ, ସିମିୟନ, ଲେବି, ଜୁଡା, ଦାନ, ନାପ୍ତାଲି, ଗାଡ, ଏସର और ଆଇସର ଏମାନଙ୍କର, ତାପରେ ଜବୁଲନ, ଜୋସେଫ, ବେଞ୍ଜାମିନ, ଏମାନଙ୍କର ନାମ, ଏ 12 ଗୋଷ୍ଠୀଙ୍କର ନାମ ଆପଣ ମାନେ ମନେ ପକେଇବାକୁ ପଡିବ। ମୁଁ ଜଷ୍ଟ ଟିଚିଂ କରିକି ଗଲେ ହବ ନାହିଁ, ଆପଣ ମାନଙ୍କୁ ମୁଁ ଆସାଇନମେଣ୍ଟ ଦଉଛି। ଏଇ 12 ଗୋଷ୍ଠୀଙ୍କର ନାମ ଗୁଡାକ, 12 ଗୋଷ୍ଠୀ କଣ କଣ ବୋଲି ତିଆରି ହେଲା ତାର ରେଫରେନ୍ସ ସବୁ କାଢିକି ମତେ ଲେଖିକି ପଠେଇବାକୁ ପଡିବ। So I hope that everybody will do it. କାହିଁକି ନା just simply listening class is different and making revision or revising the lesson is very very important. Okay, ଆପଣ ମାନେ ଭିଡିଓ ବି ଖୋଲୁନାହାନ୍ତି, so I cannot see you whether you are there or not. ଆପଣ ମାନେ ଅଛନ୍ତି ନା କୁଆଡେ ଯାଇଛନ୍ତି, how can I know? So at least if you open the video, I can know that okay, at least you are there, you are listening. Okay, please, if you are ଆପଣ ମାନଙ୍କର ନେଟୱାର୍କ ଯଦି ଭଲ ଅଛି ତାହେଲେ ଭିଡିଓ ଓପନ କରିକି ବସନ୍ତୁ, because I have to feel that something I am teaching. So ନହେଲେ ମୋର ଟିଚିଂ କେମିତି ହବ, ମାନେ ଅନ୍ଧାର ଘରେ ବାଡି ବୁଲେଇଲା ବଢିଆ ହେଇଯାଉଛି। So I must feel that I am in the class. Okay, though we are online,
आम्भे माने ऑनलाइन रे थिले मध्य ऑनलाइन बढ़िया न लागु जस्ट ऑफलाइन बढ़िया लागु थिले लागिवार अछि माने यू हैव टू ओपन योर वीडियोस ओके सो video closing and sitting hiding somewhere whether you are listening or not how can I okay ଏଇଟା 12 ଗୋଷ୍ଠୀ ମାନଙ୍କର ଲିଷ୍ଟ ଆପଣ ମାନେ ବନାନ୍ତୁ ଏବଂ ସେମାନଙ୍କର ନାମ ସହିତ ସେମାନଙ୍କର ରେଫରେନ୍ସ ଏବଂ 12 ଗୋଷ୍ଠୀ କଣ କଣ କୋଉଠି କୋଉଠି ସ୍ଥାପନ ହେଲା 12 ଗୋଷ୍ଠୀ ସେଇ ସବୁ ଆପଣ ମାନେ ଲେଖିକି ମତେ ପଠେଇବେ if you are writing in the Oriya also no problem in Saura also no problem English also no problem whatever it may but don't write in Hindi because I don't know Hindi okay Hindi रे लेखन तो नहीं कारण मते हिंदी जोड़ा ना so but you can use आपण माने ओडिया तापर सौरा इंग्लिश यूज करिवे okay okay so this is what I wanted to tell and 12 गोष्ठी आपण माने बनै की मते लिस्ट माने तारो चार्ट बनै की पठेइबे okay so आम्बे माने नेक्स्ट जीवा जाकुबंक विषय पढिलु जाकुबर अर्थ कोन जोल्डा लाइक डिसीव लाइक तापरे इस्राएल रो मीनिंग कोन इस्राएल रो मीनिंग होउछि कोन मु कहिथिबि इस्राएल रो मीनिंग द स्ट्रगल विथ द गॉड परमेश्वर को सहित कष्ट उठेबा नै एटा होछि इस्राएल रो ना इठी आम्बे माने गोटे कैरेक्टर देखिबा लेया लेयांकर गोटे जीवन कहानी देखंतु लेया किए माने जाकुबंकर प्रथम स्त्री एक्चुअली जेते बेले जाकुब तांकर मामुंकर घर जाईकी काम करथिले कार घरे मामुंकर माने लाबनकर घर नै तार मामू किए थिला लाभ तांको घरे जाईकी काम करथिला काहाकू पाइबा पाई राहेल को पाइबा किंतु तार मामू भी टिके माने अलगा टाइप था माने से टिके चतुर थिला सो रायलंकर दीदी ताऊ ताऊ रायलंकु से किंतु नै तेणु करी तार गोटे प्लान थिला प्रथमे तार प्रथम झियो को देले जेतले देखिला एटा तो ले तापरे से आउ पचारला काहे कि मते लेया को देलो काहे कि मते चिटिंग करलो देखो इति गोटे विषय हम माने मने रखबा जाकुब एसंक सहित चिटिंग कले नै जाकुब का सहित तखिला से एसंक माने एसो किए तार बड़ भाई इठी देखंतु तार मामू तांकू तकुज तार अर्थ कोन जिए आउ अन्य को तकिबे आउ अन्य माने मध्य आमको चोल्टा लगती इजा सेटा हम माने इठी देखंतु एक्चुअली तार कोन एम थिला तार लक्ष्य थिला कोन छोट झियोंको निम किंतु तार मामू आउ छोट झियो देई नथिले बड़ झियो को पास्ट कर तापर पचारले आउ छोट झियो पाइबा पई एले मु कोन करबो आउ 7 इयर्स ही नीड टू वर्क फॉर 7 इयर्स 7 वर्ष आउरी काम करबा को पड़िबो आउ रायलंग को पाइबा पई कोन कले आउरी 7 वर्ष से काम करलो he worked again for 7 years for that to get his sister, her sister. Dreaming of marrying Rahel, her sister. However, Jacob was deceived and had to marry Leah, and even so, she was blessed by God. देखो लेया होचंती गुटे परमेश्वरंको सहित परमेश्वरंको द्वारा गुटे आशीर्वाद पात्र हित एवं राहेलंकु मध्य से बाहा हेबा पाई चेष्टा कले एवं राहेलंकु मध्य से बाहा हेले देन बट आम्बे मन देखिबा लेहांको संतान मानंको द्वारा ही तांकर डिसेंडेंट तांकर वंशरु ही कोन कि आस्थिले दाऊद आसीथिले एवं तांकर वंशरु ही यीशु ख्रीष्ट मध्य जन्म वी आर वेरी क्लियर नाइ किंतु राहेलंको संतान मानंको द्वारा आसी नथिले कार लेहांको संतान मानंको द्वारा तांकर डिसेंडेंट रो कि आस्थिला यीशु आस्थिले माने जुडा देखो जुडांकर संतान मानंको द्वारा तांकर डिसेंडेंट रो आसीथिले देखो
Even so, she was blessed by God, and children who became the ascendants of the 12 tribe of Israel. ଦେଖ ଇସ୍ରାଏଲର ଗୋଟେ 12 ଟ୍ରାଇବର ସେମାନଙ୍କର ସାମିଲ ହେଇଗଲେ ପ୍ରତ୍ୟେକ ସନ୍ତାନ ଲେହାଙ୍କର ସନ୍ତାନ। ଦେଖ ଏଇଠି ଏଇଟା ହଉଛି ଆମମାନଙ୍କର, ଏଇଟା ହଉଛି ଏଠି ଭଲ କ୍ୟାରେକ୍ଟର। ଆହୁରି ରାହେଲଙ୍କ ବିଷୟରେ ଦେଖନ୍ତୁ, ଯୋଉଟା କି ଦ୍ୱିତୀୟ ସ୍ତ୍ରୀ ଯାକୁବଙ୍କର। ଦ୍ୱିତୀୟ ସ୍ତ୍ରୀ ମାନେ ରାହେଲ was the very beautiful woman. She was very beautiful woman, the favorite wife of Jacob. She was the very favorite wife. Okay? To marry her, Jacob worked 14 years, 14 ବର୍ଷ ପର୍ଯ୍ୟନ୍ତ ସେ କାମ କଲେ। ପ୍ରଥମେ 7 ବର୍ଷ କାହା ପାଇଁ କାମ କଲେ? ଲେୟାଙ୍କ ପାଇଁ। ଆକ୍ଚୁଆଲି ରାହେଲଙ୍କ ପାଇଁ ସେ କାମ କରୁଥିଲା, କିନ୍ତୁ ରାହେଲଙ୍କୁ ନ ଦେଇ ତାକୁ ଲେୟାଙ୍କୁ ଦିଆଗଲା। ତାପରେ ରାହେଲଙ୍କ ପାଇଁ ଆହୁରି 7 ବର୍ଷ। If you mix it then together, it became 14 years, 14 ବର୍ଷ ପର୍ଯ୍ୟନ୍ତ ସେ କାମ କଲେ। ଦେଖ ଏଇଟା ହଉଛି ରାହେଲ father became that he loved her deeply. Rahel was buried and suffered greatly as she saw the Leah, her older sister, and also Jacob's wife could have children without problem. ଦେଖନ୍ତୁ ଲେୟା ହଉଛନ୍ତି without any problem, କୌଣସି ବାଧା ବିଘ୍ନ କଷ୍ଟ ଦୁଃଖ ନ ହେଇକି ସେ ଛୁଆମାନଙ୍କୁ ଜନ୍ମ କରୁଥିଲା। କିନ୍ତୁ ରାହେଲଙ୍କର ଗୋଟେ ଗିଲ୍ଟି ଫିଲିଂ, ନାଇଁ Jacob's wife could have children without any problem. Finally, after many years difficulties, ଅନେକ କଷ୍ଟ ଦୁଃଖ ପରେ God granted Rahel the joy of motherhood. First, she had a Joseph. ସେ ଯୋସେଫଙ୍କୁ ଜନ୍ମ କଲେ। And then ବେଞ୍ଜାମିନକୁ ମଧ୍ୟ ସେ କଣ ଜନ୍ମ କଲେ। Rahel died giving birth to her last child. ବେଞ୍ଜାମିନକୁ ଜନ୍ମ କଲା ପରେ ରାହେଲ ମରିଗଲା। ଦେଖ ଏଇଟା ହଉଛି ଗୋଟେ ପରମେଶ୍ୱରଙ୍କର ଇଚ୍ଛା। ଦେଖ ଯାକୁବ ଅଧିକ ସେ ପ୍ରେମ କଲା, ତାର ବେଶୀ ଫେଭରାଇଟ ଥିଲା, ଫେଭର ମଧ୍ୟ ବହୁତ ଥିଲା, କିନ୍ତୁ 2 ସନ୍ତାନ ଜନ୍ମ କଲା ପରେ କିଏ ମରିଗଲେ? ରାହେଲ ମରିଗଲେ। So that's what we have seen here. ତାପରେ ଆମେ ମାନେ ନେକ୍ସଟ ପର୍ସନକୁ ଦେଖିବା। ଲାଷ୍ଟ ଆଜିର କ୍ଲାସରେ ଲାଷ୍ଟ ପର୍ସନ ଆମେ ଦେଖିବା ଜୁଡା। Judah was the one of the son of Jacob and Israel. Judah ହଉଛନ୍ତି ଗୋଟିଏ ଯାକୁବଙ୍କର ସନ୍ତାନ। He was the patriarch of one of the greatest tribe. ସବୁ ଗୋଷ୍ଠୀ ମାନଙ୍କ ଠାରୁ ଜୁଡା ହଉଛନ୍ତି ବଡ଼ ଗୋଷ୍ଠୀ। ଜୁଡା ହଉଛନ୍ତି ବଡ଼ ଗୋଷ୍ଠୀ। And he is a significant character in the biblical narrative, not only for his leadership and also faith, but also as a direct ascendant of important figures such as King David, King Solomon, the most importantly, the Messiah, Jesus Christ. ଦେଖନ୍ତୁ ମୁଁ କହିଥିଲି ଜୁଡାଙ୍କ ବଂଶ ଦ୍ୱାରା, ଜୁଡାଙ୍କର ସନ୍ତାନ ମାନଙ୍କ ଦ୍ୱାରା, ଜୁଡାଙ୍କର ବଂଶ ଦ୍ୱାରା ହିଁ ରାଜା ଦାଉଦ ଜନ୍ମ ହେଲେ, ରାଜା ସଲୋମନ ଜନ୍ମ ହେଲେ, ଏବଂ ଯୋଉଟା କି ଆମେ ମାନେ କହୁଛୁ ମେସେୟା ମାନେ ଯୀଶୁ ଖ୍ରୀଷ୍ଟ ମଧ୍ୟ ଜନ୍ମ ହେଲେ। ଏଇଟା ହଉଛି ଯୋଉଟା କି one of the most greatest tribe, very important, ଯୋଉଟା କି ଆମେ ମାନେ ଅଧିକାଂଶ ଇମ୍ପୋର୍ଟାଣ୍ଟ ଦଉଛୁ ଜୁଡା ଟ୍ରାଇବ ଦଉଛୁ, ସେଇଟା ହଉଛି ଯୋଉଟା କି ଯୀଶୁ ମଧ୍ୟ ଜନ୍ମ ହେଇଛନ୍ତି। ଜୁଦାଙ୍କ କଣ ଜୁଦାଙ୍କ ଗୋଟେ କା ଦ୍ୱାରା ମାନେ ବଂଶ ଦ୍ୱାରା। ସେଇଥିପାଇଁ ଆମେ ମାନେ ଗୋଟେ ଇମ୍ପୋର୍ଟାଣ୍ଟ ବିଷୟ ପାଉଛୁ ଏଠାରେ, Messiah was came through the Judah tribe, no other tribe, not Benjamin, not Joseph, no other, but only the Judah. ଜୁଡାଙ୍କ ଦ୍ୱାରା ମାନେ ଜୁଡାଙ୍କର ବଂଶ ଦ୍ୱାରା। ଏଇଟା କିଏ ଯଦି ପ୍ରଶ୍ନ କରିବେ, so there will be lots of questions will come in our life. How Jesus came, through whose tribe, କାହାର ଗୋଷ୍ଠୀ ଦ୍ୱାରା ଯୀଶୁ ଖ୍ରୀଷ୍ଟ ଆସିଥିଲେ। କେବେ କେବେ କନଫ୍ୟୁଜନ ହୋଇଥାଏ ନାଇଁ, କାହିଁକି ନା ଯୋସେଫଙ୍କୁ ମଧ୍ୟ ଇମ୍ପୋର୍ଟାଣ୍ଟ ଦେଇଥିଲା, ବେଞ୍ଜାମିନକୁ ମଧ୍ୟ ଇମ୍ପୋର୍ଟାଣ୍ଟ ଦେଇଥିଲା, ସିମିଓନକୁ ଆଉ ସବୁଲଙ୍କୁ ବିଭିନ୍ନ ପ୍ରକାର ମାନେ 12 ଗୋଷ୍ଠୀ ମାନଙ୍କୁ ଇମ୍ପୋର୍ଟାଣ୍ଟ ଦେଇଥିଲେ, କିନ୍ତୁ ଯୀଶୁ କାହିଁକି ଜୁଡାଙ୍କ ଗୋଷ୍ଠୀରୁ ଆସିଥିଲେ?
because Judah was the very important and famous tribe in the Israel. Okay? Eda amane dekhiparuchu. Okay? So this is what I want to know. Gotiye assignment joda mu deichi ଆପଣ ମାନେ 12 ଗୋଷ୍ଠୀର ରେଫରେନ୍ସ ଫାଇଣ୍ଡ ଆଉଟ୍ କରିକି ସେମାନଙ୍କର ନାମ ଲିଷ୍ଟ କରିକି ଏବଂ ସେମାନଙ୍କର ସନ୍ତାନ ମାନେ ଏବଂ ସେମାନଙ୍କର ପିଲାମାନଙ୍କର ଛୁଆମାନଙ୍କର ନାମ ମଧ୍ୟ ଲେଖିକି ଗୋଟେ ଚାର୍ଟ ମାନେ ଗୋଟେ ପେଜରେ ସେମାନଙ୍କ ବିଷୟରେ ଲିଷ୍ଟ କରିକି ଆପଣ ମାନେ କରିବେ ବୋଲି I hope that you can do it because this is your work. So today our class I want to teach up to this Judah tribe. Then next we will discuss the Tamar. Tamar means whose daughter-in-law of Judah. Like daughter-in-law. ମାନେ କାହାର ଜୁଦାଙ୍କର ବୋଉ ଥିଲା ତାଙ୍କ ବିଷୟରେ ନେକ୍ସଟ କ୍ଲାସରୁ ଆମେ ମାନେ ଡିସ୍କସ କରିବା ଓକେ ମେ ଗଡ୍ ବ୍ଲେସ୍ ୟୁ ଏଭରିବଡି ଓଭର ଟୁ ଅଷ୍ଟ ଧନ୍ୟବାଦ ସାର୍ ଅତି ପ୍ରାଞ୍ଜଳ ଭାବରେ ଆମମାନଙ୍କୁ ଆଦି ପୁସ୍ତକର ଆମମାନଙ୍କ ଭାଇବାର ମାଧ୍ୟମରେ ଆମମାନଙ୍କୁ ଅତି ପ୍ରାଞ୍ଜଳ ଭାବରେ ଆମମାନଙ୍କୁ ବୁଝାଇଛନ୍ତି ପ୍ରଭୁ ଆପଣଙ୍କୁ ବଡ଼ ଭାବରେ ଆଶୀର୍ବାଦ କରନ୍ତୁ ଆଉ ଆପଣଙ୍କ ପରିବାର ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ ଆମେମାନେ ମଧ୍ୟ ଯେତେ ଜଣ ଏ କ୍ଲାସରେ ଜଡ଼ିତ ହେଉଛୁ ଆମମାନଙ୍କୁ ମଧ୍ୟ ପ୍ରଭୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ଆଉ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଏହି ସମୟରେ କ୍ଲାସ ପାଇଁ ପ୍ରାର୍ଥନା ରହିଅଛି ଆଉ ସାରଙ୍କ ପାଇଁ ପ୍ରାର୍ଥନା ରହିଅଛି ଏଠାରେ ଉପସ୍ଥିତ ସୁଧାମଣି ଦିଦି ଅଛନ୍ତି ପ୍ରାର୍ଥନା କରିବେ ଲେଫ୍ଟ ହେଇଛନ୍ତି ବୋଧେ ସିମନ ସଗର ସାର୍ ଅଛନ୍ତି ପ୍ରାର୍ଥନା କରିବେ ପ୍ରଥମେ ଏଇ ସନ୍ଧ୍ୟା ସମୟରେ କ୍ଲାସର ଉପସ୍ଥିତ ମୋର ଦାସ ଦାସୀ ଏବଂ ଆଜିର ଶିକ୍ଷାଦାତାଙ୍କ ସମସ୍ତ ଖ୍ରୀଷ୍ଟ ପ୍ରେମର ସମସ୍ତଙ୍କୁ ନମସ୍କାର ଆସନ୍ତୁ ଆମେ ଶିକ୍ଷାଦାତାଙ୍କ ପାଇଁ ନିଜ ନିଜ ହୃଦୟରେ ସମସ୍ତଙ୍କୁ ସମର୍ପଣ କରିବା Berirenapidam, Janadidam, Asuyimdam, Amikitum, Donmasimtai, Aman Rajan, Jarajagamang, Jagamang itu, Rukmang dari Bantau dengan Amin Kitung dan Nadianap Lutung, anak Sita Kitung dan Donmasimtai. Ajarin orang pun beri dengan kita orang jatuh sekali terkam berara, sing dengan ji oleh terkenal dengan ji, oleh baru dengan ji, oleh terkam cakri got dengan, oleh terkam ministry dengan, kena beri irendai, am anak Sita nampak tim, gamang tung. Tergam bara lengan dikulle kita online tabam jingle beri dina lengan jak sosole beri tawal lengan ji gamang tung nami bawangsa buan tanah mamang sering sorajum celusit sanle gamang tung keni royong janyang lan karma merenjak melel nasin daun masin kan nami gamang tung sorajum celusit adianti prada gamang tung nami kelas lengan gamang tung nami adianti sebang gamang tung kan kelas lengan anjang lenai amdang lai ngati yanti gamle kayati ke tram dagi dia lebih ketan Arab suk dagi dia lebih yanti gamle kakak jenadin batin jangran batin kan birna namji ro birna namji wan sering itu memberi ke nombra gamang tung kan anak daun tol birenji wan sering dalam bin deku dile tolong beri anak kembal namji atum jimbina sang lena ko cepo ene ko elen adot war jibang binda mendong tumjim suna sudah cinta gamang tung tin bantu nam demi yang timur sele oleh kelas nak selain yang tiap antar gamang tung ni dap lagi Afgan lu le English in Udian koran batin Afgan lu dong len lam de tim yang letin anyan pilih nak cipta anyan rama yan tiga medong lengan rapit nulan jalan jangan lengan baru ki ne koi Afgan lu le yang ati binasan kalau ki kenal manut din har lo cipta lengan gamang tung demi asing bin danji nama Hyderabad dengan dekubang ini tiga dengan limbe dekubang kalau ki ana dong sai ma nan rama nami soraje elusitkan le jadi mai tawatan le kana beri egang untuk mang dagi baranji kan ban tanam batin le nagalam le habis saya online lengan kalau kan cipta nyan rama kan batin nanti gamle birna je batin anak lam birin je batin nanti gamle dirin gemang tumbinan jaga nyan yang kinai tiga anak yang tulis kain do sorajum pelus ini dia untuk air lai bang amdang lai bang kembirnan je nanti gamle jenarin batin ada lai bang di lo geran jamak tinggi lagi nam tung le kamang tung kini bahan tanah sile asur pi binasan or dandap gardu binasan butin bang binda man dep gok lengan agalam name tung kan dep dan suara jumlengan keninang timar do anam dang mar dep dan cikal lengan bang
Gamle merik daman Yesus namin garbi rimai. Amen. ଧନ୍ୟବାଦ ସାର୍। ଏହି ସମୟରେ ଆଶୀଷ ସୁରକ୍ଷା ରହିଅଛି। ଡକ୍ଟର ଲିନା ସାର୍ ହିଁ ନେବେ। ସାର୍ ଆଶୀଷ ଆସନ୍ତୁ ସୁରକ୍ଷା କରନ୍ତୁ। ଆସନ୍ତୁ ଆଶିଷ ଭିକ୍ଷା କରିବା। ଏତେବେଳେ ପିତା ଈଶ୍ୱରଙ୍କର ପ୍ରେମ, ପୁତ୍ର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ସହଭାଗିତା ଆଜିଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ଆମ୍ଭମାନଙ୍କ ସହିତ ସଦା ସର୍ବଦା ଏଇ ସୌରା ଜୁମ୍ ଫେଲୋସିପ୍ ଥିଓଲୋଜିକାଲ ସହିତ ସଦା ସର୍ବଦା ଆମ୍ଭମାନଙ୍କ ସହିତ ରହୁ ବୋଲି ମାଗିଲିପିତ। ଆମେନ୍ ଆମେନ୍। ଆଉ ସମସ୍ତଙ୍କୁ ନମସ୍କାର ଆଣ୍ଡ ଗୁଡ୍ ନାଇଟ୍। ଧନ୍ୟବାଦ ସାର୍। ଏହି ସମୟରେ କାଲିକିର ଆନାଉନ୍ସମେଣ୍ଟ ରହିଅଛି। ଏଠାରେ ଉପସ୍ଥିତ ଏସ୍ଲି ସାର୍ ଆଉ ଜିରିମିଆ ସାର୍ ଅଛନ୍ତି, ଆନାଉନ୍ସ କରିବେ। ଧନ୍ୟବାଦ ସମସ୍ତଙ୍କୁ, ନମସ୍କାର।